श्रीमद्भागवत प्रथमस्कन्ध द्वादश अध्याय। शौनक उवाच एमन्तसुत मुखु शुणि शौनक कहे मंजुवाणी कोपे जे द्रोणं कुमार मंत्री पेशिला ब्रह्मसर सर प्रचंड तेज बले भय कंपिले दिगपाले उत्तरा गर्भे से पड़िला तक्षणे गोविंद रखिला से पुणी गर्भो जन्म होई पाड़िला राजपणी मही जगते कर्मा जेते कला प्रजा को जेमंते पाड़िला केवण हेतु नृपराण काहि छाड़िला निज प्राण अल्प बयसे से नृपति अन्ते लभिला केउं गति तार सकल कर्म दीक्षा आम्भे श्रवणे करु इच्छा आम्भଙ୍କୁ जेबे दया बह संशय जाऊ मुनि कह आनंदे व्यासंकर सुत ताहांको देले ज्ञान तत्व एमंत मुनि गण मध्ये शौनक मुनि अनुवादे गोविंद पादे देई चित हसी कहन्ति मुनि सुत उवाच कुरुनगरे धर्मराजा पितांक प्राये पाळे प्रजा कृष्ण हुन जाणईयान विषय रसे नाही मन धर्मर संपद रक्षणे जे स्नेह पितृ भातृगणे प्रजा पालने महीपति धर्म हो नाही अन्य गति ए जम्बूद्वीपे जेते राजा सर्वे करन्ति पाद पूजा जार महिमा तिनि लोके घोषन्ति एक कुआरके गोविंद जार हृदय बसे से कि विषय रस रसे एबे हो शुण विप्रजने परीक्षित जन्म जेसने मातार गर्भे जेबे थिला नयन मार्गे से देखिला जेसने तेजे दिनकर गर्भे पड़िला ब्रह्मसर उत्तरा डाके त्राही त्राही तक्षणे प्रभु भाव गाई तक्षणे प्रभु भावग्राही अंगुष्ठी जबेक शरीर सुदर्शन जे धरी कर किरीट कुंडल विराजे प्रभार रवि तेज गंजे अपूर्व शुण अपूर्व रूप घन श्याम जड़ित हेम कोटिधाम आजानुलंबे भुजचारी गदावज शंख चक्रधारी कोपे लोहित बेने दृष्टि गदा धरणे दृढ़ मुष्टि गदार तेजे रवित्रास पुरे मंडल दश दिश हरिले ब्रह्मसर तेज निस्सरे जेन्हे ग्रहराज तक्षणे गर्भ रक्षा करी अंतर होइले मुरारी बालक देखे ता नयने गोविंद गले अंतर्ध्याने तक्षणे सर्व शुभ काले अमर गुरु लग्न बेले बालक होइला बाहर रूपे पांडव वंशधर अति सुंदर विराजिला पुणिकी पंडु प्रकाशिला देखि संतोष धर्मसुत संगते घेनी पुरोहित आनंदे मिली महाजने स्तुति जे मंगल वचने शुभई शंखनाद भेरी शुभे जातक कर्म करी सुवर्ण मही धेनु तुल्य अनेक ग्राम दान देले
ସୁତ ମାଗଧ ଆଦି ଲୋକେ ଏ ଆସି ମିଳିଲେ ଅନେକେ। ଧର୍ମାନନ୍ଦନ ସୁଖ ଜିତେ ଦକ୍ଷିଣା ଦେଲେ ପୁରୋହିତେ। ସନ୍ତୋଷେ ବସି ବିପ୍ରଜନ ବିଚାରି ଜାତକ ଲକ୍ଷଣ। ଗ୍ରହ ନକ୍ଷତ୍ର ଚିନ୍ତି ଚିତେ କହନ୍ତି ରାଜାର ଗ୍ରତେ। ବ୍ରାହ୍ମଣା ଉଚୁହୁ ଏ ଅଭିମନ୍ୟୁର କୁମର ପାଣ୍ଡବ ବଂଶେ କୀର୍ତ୍ତିକର। ଗର୍ଭ ସଙ୍କଟୁ ଏ ରହିଲା ଏହାକୁ ବିଷ୍ଣୁ ରକ୍ଷା କଲା। ସର୍ବଲକ୍ଷଣେ ସମ୍ଭୂତ ଏହାର ନାମ ପରୀକ୍ଷିତ। କୁରୁ ପାଣ୍ଡବ ବଂଶଧର ଏ ଭାଗବତ ମଧ୍ୟବର। ଏମନ୍ତେ ବ୍ରାହ୍ମଣଙ୍କ ବାଣୀ କହନ୍ତି ଯୁଧିଷ୍ଠିର ଶୁଣି। ଯୁଧିଷ୍ଠିର ଉବାଚ ହେ ପ୍ରିୟ ବର ତୁମ୍ଭ ବାଣୀ ମନ ଆନନ୍ଦ କଲୁ ଶୁଣି। ଆଗମ ନିଗମର ସାର ତୁମ୍ଭଙ୍କୁ ନୁହେଁ ଅଗୋଚର। ଗ୍ରହ ନକ୍ଷତ୍ର ଯୋଗ ସ୍ଥିତେ ଯାହା କହିଲେ ଶାସ୍ତ୍ର ମତେ। ଏ ବଂଶଧର ସାଧୁ ପଦେ ପ୍ରଜା ପାଳିବେ ନିରାପଦେ। ରାଜା ବଚନେ ବିପ୍ରଗଣ କହନ୍ତି ଜାତକ ଲକ୍ଷଣ। ବ୍ରାହ୍ମଣା ଉଚୁଃ ଶୁଣାଅ ଧର୍ମର ନନ୍ଦନ ଆମ୍ଭର ଆଶିଷ ବଚନ। ରାଜ୍ୟ ଏ ପାଳିବ ନିୟତ ଯେହ୍ନେଇ ଖୁଆଦି ମନୁସୂତ। ବ୍ରାହ୍ମଣ ସତ୍ୟ ଗୁଣ ନିଧି ସର୍ବଦୀକ୍ଷା ପଣେ ସିଦ୍ଧି। ଏହାର ଗୁଣ କ୍ରିୟା ଯଶେ ଯେହ୍ନେ ଶ୍ରୀରାମ ରଘୁବଂଶେ। ସର୍ବଗୁଣରେ କୁମାରେ ନାହିଁ ସମାନ ତିନି ପୁରେ। ସମୁଦ୍ର ପ୍ରାୟ ଯଜ୍ଞକାରୀ ଅର୍ଜୁନ ପ୍ରାୟ ଧନୁର୍ଧାରୀ। ହୁତାସନର ତେଜମୟ ବୁଦ୍ଧି ଯେ ସମୁଦ୍ରର ପ୍ରାୟ। ମୃଗେନ୍ଦ୍ର ପ୍ରାୟ ତେଜକାରୀ ସ୍ଥବିର ପ୍ରାୟ ହେମଗିରି। ପୃଥିବୀ ସମ ଧୀର ଚେତା ସହିଷ୍ଣୁ ଯେହ୍ନେ ପିତା ମାତା। ସମପାଳନେ କି ବିଧାତା ଈଶ୍ୱର ପ୍ରାୟ ବରଦାତା। ଆଶ୍ରୟ ସର୍ବପ୍ରାଣୀଙ୍କର ଯେହ୍ନେ ସଂସାରେ ରମାବର। ସର୍ବଲକ୍ଷଣେ ପୂର୍ଣ୍ଣ କାମ ସୁଦୃଢ଼ ବ୍ରତି ସତ୍ୟ ଧାମ। ବିଷ୍ଣୁର ପ୍ରାୟ ଦେବେ ଯେହ୍ନେ ସକଳ ଗୁଣ ଧାମ ତେହ୍ନେ। ବଳୀର ପ୍ରାୟ ଧୀର ପଦ ବୈଷ୍ଣବେ ଯେହ୍ନେ। ପ୍ରହ୍ଲାଦ ସଂସାର ମଧ୍ୟେ ହବିର୍ଭାଗେ। ଦେବଙ୍କୁ ଅଶ୍ୱମେଧ ଯାଗେ। ରାଜ ଋଷିଙ୍କୁ ଯତ୍ନ କରି ଦୁଷ୍ଟ ସମୂହ ଦର୍ପ ହରି। ଅବନୀ ଧର୍ମ ରକ୍ଷା ଅର୍ଥେ କଳିକୁ ବାନ୍ଧିବ ଅଗ୍ରତେ। ବ୍ରାହ୍ମଣ ଶାପେ ମହାରୋଷେ ଏହାର ଅଳପ ବୟସେ। ବ୍ରାହ୍ମଣ ବାକ୍ୟ ହୋଇ କ୍ଷୀଣ ତକ୍ଷଣେ ହାରେ ଦେବ ପ୍ରାଣ। ବ୍ରାହ୍ମଣ ଅଭିଶାପ ପାଇ ତକ୍ଷଣେ ସାଧୁ ସଙ୍ଗ ହୋଇ। ଜାହ୍ନବୀ ତଟେ ଅନ୍ତର୍ଜଳେ ହରିଙ୍କ ଭକ୍ତ ଜନ ମେଳେ। କୃଷ୍ଣ ମହିମାଞ୍ଜନ ମୁଖେ ଶୁଣି ଛାଡ଼ିବ ପ୍ରାୟ ସୁଖେ। ଗୋବିନ୍ଦ ଅଭୟ ଚରଣ ନିଶ୍ଚିନ୍ତେ ପଶିବ ଶରଣ। ଏମନ୍ତେ ହରି ଭାବ ଘେନି କହନ୍ତି ସୁତ ମହାମୁନି। ପୁଣି ସକଳ ମୁନି ଆଦି ଅନ୍ତରେ ଚେତେ ବେଦବାଦୀ। ଏମନ୍ତ ଜାତ କର୍ମ କଲେ ବନ୍ଧୁ ବାନ୍ଧବ ପ୍ରିୟ ମେଳେ। ରାଜାଙ୍କୁ କରି ଅନୁମାନ ବିପ୍ରେ ମିଳିଲେ ନିଜ ସ୍ଥାନ। ଏମନ୍ତ ଜନ୍ମ ପରୀକ୍ଷିତ ଲୋକରେ ହୋଇଲା ବିଦିତ। କର୍ମ ଆରାଧି ସର୍ବବାଣୀ ଯାହା କହିବେ ପରିମାଣି। ଦିନକୁ ଦିନ ତେଜ ରାଶି ଶୁକ୍ଳ ପକ୍ଷରେ ଯେହ୍ନେ ଶଶୀ। ଦିନକୁ ଦିନ ପିତୃଗଣେ ସ୍ନେହେ ପାଳନ୍ତି ଅନୁକ୍ଷଣେ। ବାଳକ ଦେହେ ପରୀକ୍ଷିତ ସ୍ୱଭାବେ କୃଷ୍ଣର ଭକତ। ସକଳ ଲୋକେ ପ୍ରୀତିଦାତା ସାଧୁ ସୁନ୍ଦର ଶୁଦ୍ଧ ଚେତା। ଏବେ ହୋ ଶୁଣ ବିପ୍ରଗଣେ ଧର୍ମନନ୍ଦନ ତୋଷ ମନେ ଜ୍ଞାତି ମରଣ।
ज्ञाति मरणेन्द्रोह चित्ते सर्वकर्मसनासर्थे राजाଙ୍କୁ ତାହୁ ନିଜ ଧନ ନ କରି ଦଣ୍ଡ ବରଷଣ ପଞ୍ଚଭ୍ରାତାର ପାଶେ ମିଳି ବିପ୍ରଙ୍କୁ ଘେନି ବନମାଳି ଆଗମ ନିଗମ ଯେ ବିଧି କରାଇ ତିନି ଅଶ୍ୱମେଧି କେତେ ହିଁ ଦିନ କୃଷ୍ଣ ରହି ଜ୍ଞାତି ସୁହୃଦ ଭାବ ବହି ଦ୍ରୌପଦୀ କୁନ୍ତି ଅନୁବ୍ରତେ ବିଚାର କରି ପଞ୍ଚଭ୍ରତେ ରଥି ଅର୍ଜୁନ ସଙ୍ଗ କରି ନିଜ ଭୁବନେ ଗଲେ ହରି ସେ ହରି ଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ। इति श्रीमद्भागवते महापुराणे परमहंस संहितायां वैयासिक्यां प्रथमस्कन्धे परीक्षितजन्मे नाम 12 अध्यायः।